ମୁଁ ତା ଭାଇ ପାଟିରୁ ଯେତେବେଳେ ସୁଇସାଇଡ୍ ଶବ୍ଦ ଶୁଣିଲି ମୁଁ ନିଜକୁ ବିଶ୍ୱାସ କରିପାରିଲିନି। କିଛି ସମୟ ପାଇଁ ଅବାକ୍ ହେଇଗଲି। ତାପରେ ଭାବିଲି କ'ଣ ସତ? ତାପରେ ମୁଁ ତାକୁ ପଚାରିଲି ଯେ ଆରେ କେମିତି କ'ଣ ହେଲା, କ'ଣ ପାଇଁ ସେ ଏମିତି କଲା? ତାପରେ ସେ କହିଲା ଦିଦି ତାକୁ ମାରିଦେଲେ ତା ଶାଶୁଘର ଲୋକ। ମୁଁ ଟିକେ ବହୁତ ବ୍ୟସ୍ତ ଅଛି, ଘରେ ବହୁତ ଗହଳି ଅଛି, ଲୋକ ଅଛନ୍ତି, କେତେବେଳେ କାମ ସରୁ ମୁଁ ଫ୍ରି ହେଇକି କହିବି। ସେଇ ଭିତରେ 2 ଦିନ ପରେ ମୋର ଗୋଟେ ସାଙ୍ଗ ଫୋନ୍ କଲା ଭିତରେ ମୁଁ ତା ଥ୍ରୋରୁ ଜାଣିବା ପାଇଁ ପାଇଲି ଯେ ମୋ ସାଙ୍ଗଟା ଯେଉଁ ମରିଗଲା ତାକୁ ବହୁତ ଟର୍ଚର୍ କରୁଥିଲା। ବହୁତ ମେଣ୍ଟାଲି ଟର୍ଚର୍ରେ ସେ ଥିଲା। ଟିକେ ଦେହ ମୁଣ୍ଡ ହେଲେ ବି ପଚାରନ୍ତିନି। ଯଦି କିଛି ହାଲିଆ ହେଇଯାଇଥିବ ତାକୁ କହିବି ଏଇ କାମ ପଡ଼ିଛି, ସେ କାମ ପଡ଼ିଛି। କେତେବେଳେ ବି ତାକୁ ଟିକେ ଫ୍ରିରେ ବସେଇ ଦିଅନ୍ତିନି। ଦିନ ରାତି ତାକୁ କାମ କରାନ୍ତି। ଯଦି ବି କେବେ ବାଇଚାନ୍ସ ଟାୟାର୍ଡ଼ ହେଇକି ଶୋଇପଡ଼ିଥିବ ତା ଶାଶୁ ଆସିକି ତାକୁ ଡାକିବେ, ଆରେ ଏଇ କାମ ପଡ଼ିଛି କଲୁନି, ସେଇ କାମ ପଡ଼ିଛି କଲୁନି। ଲୋକ ବି ଏମିତି ଅଛନ୍ତି ଦୁନିଆରେ। ଏଇସବୁ କଥା ହେଲା ଭିତରେ ମୁଁ ଜାଣିବା ପାଇଁ ପାଇଲି ଯେ ସୁଇସାଇଡ଼୍ କଲା ପୂର୍ବରୁ ତା'ର ଦେହ ବହୁତ ଜୋରରେ ଖରାପ ହେଇଥିଲା। ବହୁତ ଜୋରରେ ଜ୍ୱର ହେଇଥିଲା, ମୁଣ୍ଡ ବୁଲେଇ ବି ପଡ଼ିଯାଇଥିଲା। ସେ ଯେତେବେଳେ ବାରବାର ତା ସ୍ୱାମୀକୁ କହିଲା, ତା ସ୍ୱାମୀ କ'ଣ କଲେ ଘରେ ଥିବା ଗୋଟେ କେଉଁ ମେଡ଼ିସିନ୍ ତାକୁ ଦେଇଦେଲେ। କିନ୍ତୁ ତଥାପି ସେ ଭଲ ହେଇନଥିଲା। ପୁଣି ଯେତେବେଳେ କାମ ଷ୍ଟାର୍ଟ କରେ ପୁଣି ତା ଦେହ ବହୁତ ଖରାପ ହୁଏ। ସେ ଯେତେବେଳେ ପୁଣି ଥରେ କୁହେ ତାକୁ ତା ସ୍ୱାମୀ କହିଲା ଯେ ମୁଁ ଫାଲତୁଟାରେ ପଇସା ଖର୍ଚ୍ଚ କରିପାରିବିନି,